नमस्कार जय श्री जगन्नाथ दर्शक बंधु ମୁଁ ଦେବାନନ୍ଦ ଆପଣଙ୍କୁ ସ୍ୱାଗତ କରୁଛି ଆଜିର ନୂତନ ଅଧ୍ୟାୟକୁ। ଦର୍ଶକ ବନ୍ଧୁ ଆପଣ ସିଧାସଳଖ ଦେଖିପାରୁଥିବେ ଆମ ସହିତ ଆଜି ବେଣୁ ବାବା ଯୋଡ଼ିଛନ୍ତି। ବେଣୁ ବାବାଙ୍କ ରୂପ ବେଶ ଏବଂ ବେଶଭୂଷାକରୁ ଆପଣ ଜାଣିପାରୁଥିବେ ଏକ ଭିନ୍ନ ରୂପରେ ବାବା ଆଜି ଆମ ସହିତ ଯୋଡ଼ି ହେଇଛନ୍ତି। ବାବାଙ୍କ ସହିତ ସିଧାସଳଖ କଥା ହେବା। ଅନେକ ଘଟଣା ତ ଘଟିବ କିନ୍ତୁ ବାବା କହୁଛନ୍ତି ଖୁବ୍ ଶୀଘ୍ର ବହୁତ ଘଟଣା ଘଟିବ। କଣ ଖୁବ୍ ଶୀଘ୍ର ବହୁତ ଘଟଣା ଘଟିବ ସିଧାସଳଖ ବାବାଙ୍କ ସହିତ କଥା ହେବା। ଆମ ସହିତ ଯୋଡ଼ି ହେଇକି ରହିଥାନ୍ତୁ ଭିଡ଼ିଓର ଶେଷ ପର୍ଯ୍ୟନ୍ତ। ବାବା ସ୍ୱାଗତ ଆପଣଙ୍କୁ। ବାବା ଆପଣ ତ ଏବେ ଦେଖା ହେଇଥିଲେ ଆମ ଦର୍ଶକ ବନ୍ଧୁ ଆପଣଙ୍କୁ ଦେଖୁଛନ୍ତି କିନ୍ତୁ ଆପଣ ହଠାତ୍ ଏଭଳି ରୂପରେ ଆମ ଦର୍ଶକ ବନ୍ଧୁ ମାନଙ୍କୁ କଣ କହିବେ? କଣ କହୁଛନ୍ତି ଆଗକୁ ଏମିତି ମୋର କାମ ହେଲା ବାବା ଆପଣ କଣ କହୁଛନ୍ତି ଆଗକୁ ଏମିତି କଣ ଭୟଙ୍କର ଘଟଣା ସବୁ ହବ ଆଗକୁ ବହୁତ ବିପଦ ଘଟିବ। ଯେହେତୁ ଆପଣ ମାନେ ନର ହୁଅନ୍ତୁ କି ନାରୀ ହୁଅନ୍ତୁ କି ଦେବଗଣ ହୁଅନ୍ତୁ କି ସାଧୁ ହୁଅନ୍ତୁ, ମୋର କୋଉଥିରେ ବିରୋଧ କରିବାର ନାହିଁ। ମୋ କହିବା କଥା ସତ୍ସଙ୍ଗରେ ଯାଅ, ଭଗବାନଙ୍କ ଚରିତ୍ରରେ ଯାଅ। ଭଗବାନ ନୀଳାଖେଳା କରୁଛନ୍ତି, ତମେ ଯଦି ଭକ୍ତ କରୁଛ କଳି ଯୁଗରେ ଲେଗୁ ଠିକରେ ଯାଅ, ନହେଲେ କାଳିଆ ବୋଦାରେ ବଳି ଖାଇବ। ଏଇଟା ମୁଁ କହୁଛି ଏବଂ ଅଚ୍ୟୁତ ବି କହିଛନ୍ତି। କହିଲେ କାଳିଆ ବୋଦାରେ କେତେ କେତେ ବାବାଜୀ ଖଣ୍ଡ ପ୍ରଳୟ ହେବେ, ବଳି ଖାଇବେ, ପରୀକ୍ଷା ହେବେ, ଏକାକ୍ଷର ସାରଳା କରିବେ, ତାପରେ ବଳି ଖାଇବେ, କାଳି ଖାଇଦେବେ। ସାରଳାଙ୍କର ତିନୋଟି ମୂର୍ତ୍ତି ରୂପ, ସରସ୍ୱତୀ, ସାରଳା, ପାର୍ବତୀ ରୂପରେ କାଳି, ଯୋଗମାୟା ରୂପରେ ମା ଭଗବତୀ ଦୁର୍ଗା, ବିଜୁଳି କନ୍ୟା ରୂପରେ ମା ସୁଭଦ୍ରା, ଯେ ଶ୍ରୀକୃଷ୍ଣଙ୍କ ଭଉଣୀ ଥିଲେ। କଂସ ଯେତେବେଳେ ଶିଳରେ କଚାଡ଼ିଲା, ଶୂନ୍ୟବାଣୀ କହିକି ଯାଇଥିଲେ, ଦେଖେ କଂସ ତୁ ମତେ ମାରୁଛୁ, ମତେ ମାରିପାରିବୁ ନାହିଁ। ତା ହାତରୁ ଉଡ଼ି ପଳେଇଲେ। କହିଲେ ଦେଖ ତତେ ଯିଏ ମାରିବ ସିଏ ଗୋପପୁରରେ ଜନ୍ମ ହେଇସାରିଛି, ତତେ ନିଶ୍ଚିନ୍ତ ମାରିବ। ଦେଖ କଂସ, ଏମିତି କୋଟି କୋଟି ରାକ୍ଷସ ମହିମଣ୍ଡଳକୁ ଆସିଲେ ସମସ୍ତେ ବିନାଶ ହୋଇଛନ୍ତି। ଇଏ ଯୋଉ କୋଟି କୋଟି ନର ନାରୀ ରାକ୍ଷସ ଚଣ୍ଡୀ ଚାମଡ଼ା ରୂପ ଧରିଛନ୍ତି, ଏଗୁଡ଼ାକ ସବୁ ବିନାଶ ହେବେ। ବିନାଶ ବିନା ଅନ୍ୟ ଗତି ନାହିଁ ରେ ଅଚ୍ୟୁତ। ପଦ୍ମ ବନ ନେମାଳରେ ବେଣୁ ଭକ୍ତ ପାଗଳ, ନାମ ହେବ ଲିଖିତ ଅଢଙ୍ଗ ଗଡ଼ରେ ଜନ୍ମ ହେବେ। ଲୋକମାନେ ଟେକା ପଥର ମାରିବେ, କେତେ କଦର୍ଯ୍ୟରେ ପ୍ରଭୁ ଦିନ କାଟିବେ। ହେ ଜଗନ୍ନାଥ, ହେ ଅଚ୍ୟୁତ, ହେ ପଞ୍ଚସଖା ମାନେ, ହେ 33 କୋଟି ଦେବଗଣ ମାନେ, ଆସ ଆସ ନୀଳାଖେଳା କରିବା, ଏ ଭକ୍ତଙ୍କୁ ତାରିବା, ଏ ବିନାଶ ପାପିଙ୍କି କରିବା। ଏଇଟା ମୋର ସଂକଳ୍ପ, ଏଇଟା ମୁଁ କରିବି। ଏଇଟା ନ କରିବା ଯେ ମୁଁ ମରିବି ନାହିଁ। କାହିଁକି? ଯିଏ ମାଇଲେ ବି ମରିବି ନାହିଁ, ତୋ ପାଇଁ ମୁଁ ଜନ୍ମ ହେବି କୋଟିଏ। ଆପଣ କିଛି ଟିକେ ପୂର୍ବରୁ କହୁଥିଲେ ଅନେକ ଘଟଣା ଖୁବ୍ ଶୀଘ୍ର ଘଟିବ 2026-27କୁ ଆପଣ ଚାରିଆଡ଼େ ବୁଲିକି କହୁଛନ୍ତି ଅନେକ ଘଟଣା ଘଟିବ, ସମସ୍ତେ ସାବଧାନ ହୁଅ, ସତର୍କ ହୁଅ। ଆର କହିବା କାରଣ କଣ? ଏମିତି କଣ ଏମିତି ଭୟଙ୍କର ସମୟ ଆସୁଛି? ଆମେ ମାନେ ଯଦି ସ୍ୱୟଂ ଜଗନ୍ନାଥ ସାରା ବ୍ରହ୍ମାଣ୍ଡକୁ ରଖିଛନ୍ତି, ଆପଣ ଦେଖନ୍ତୁ କେଡ଼େ କେଡ଼େ ଜାଗାରେ ଯୁଦ୍ଧ ଖଣ୍ଡ ପ୍ରଳୟ ହଉଛି, କେଡ଼େ କେଡ଼େ ଦେଶ। ତେଣୁ ଓଡ଼ିଶାକୁ କାହିଁକି ରଖିଛନ୍ତି ଜଗନ୍ନାଥ? ଓଡ଼ିଶାକୁ କାହିଁ ରଖିଛନ୍ତି? ଯେହେତୁ ଜଗନ୍ନାଥ ଓଡ଼ିଶାର ପୁଅ, ଆମେ ସମସ୍ତେ ଯେ ଜଗନ୍ନାଥଙ୍କୁ ଧରିବା, ଆମେ ନିଶ୍ଚିନ୍ତ ବଞ୍ଚିବା। ଜଗନ୍ନାଥଙ୍କୁ ଆମେ ଯେ ଛାଡ଼ିକି ଆମେ କହିବା ଆମେ ଠାକୁର ହେଇଗଲେ, ସେ ଚକ୍ର ଧରିଛନ୍ତି ବିନାଶ କରିଦେବେ। ତାଙ୍କ କତିରେ ସୁଦର୍ଶନ ଚକ୍ର ଅଛି, ଆଉ କାହା କତିରେ ନାହିଁ 33 କୋଟି ଦେବଗଣ ଭିତରେ। ତେଣୁ ଆମେ ସେଇ ସ୍ୱୟଂ ଜଗନ୍ନାଥକୁ ଯଦି ଧରିବା, ଆମେ ନିଶ୍ଚିନ୍ତ ବଞ୍ଚିବା। ଆମ ପିଲା ଛୁଆ, ଆମ ପରିବେଶ ଠିକ ରହିବ। ଆମେ ତଥାପି ସତ୍ସଙ୍ଗରେ ଯିବା। ସତ୍ସଙ୍ଗରେ ନଗଲେ ଆମେ ସତ୍ସଙ୍ଗ କେମିତି ଯିବା? ନା ଗୁରୁ ଦୀକ୍ଷିତ ହେବାକୁ ପଡ଼ିବ। ଗୁରୁ ଦୀକ୍ଷିତ ନହେଲେ ତମ ସତ୍ସଙ୍ଗ ଆସିବ ନାହିଁ। କାହିଁକି? ଗୁରୁ ଦୀକ୍ଷିତ କଲେ ତମକୁ ବୈକୁଣ୍ଠପୁର ସ୍ଥାନ ମିଳିବ। ଗୁରୁ ଦୀକ୍ଷିତ ନ କଲେ ତମେ ନର୍କ କୁଣ୍ଡ ଭୋଗ କରିବ, ତମକୁ ଯମ ଯନ୍ତ୍ରଣା ଭୋଗ ହବ। ଯମ ତମକୁ ଯେମିତି ହେଲେ ଅଧା ବୟସରୁ ମାରିବ, ରୋଗ ବୈରାଗ କରିକି ଯମ ମାରିବ। ଯମ କଳିରେ ରଜା ହେଇଛି, ଦେବଗଣ କେହି ରଜା ହେଇନାହାନ୍ତି, ଯମ ରଜା ହେଇଛି। ଆପଣ ଟିକେ ପୂର୍ବରୁ କହୁଥିଲେ କଣ ଲୀଳା ହବ କାଳିଆ ବୋଧରେ? କାଳିଆ ବୋଦାରେ ବହୁ ସାଧୁ ସନ୍ଥ କୋଟି କୋଟି ଆସିବେ, ଲୀଳା ହବ। କିଲ୍ଲାରେ ସୈନ୍ୟମାନେ ଆସିବେ, ବାରବାଟୀ ଷ୍ଟାଡିୟମ ବାହାରୁ ସବୁ ସୈନ୍ୟ ଆସିବେ। ଦକ୍ଷିଣରୁ
ଦକ୍ଷିଣ ଦିଗରୁ ତେଲେଙ୍ଗା ମାନେ ପଳେଇ ଆସିବେ ହେଲା। ତେଣୁ ହେଇଛନ୍ତି ଇଣ୍ଡିଆକୁ ବହୁତ ବଢ଼ିଆ କରିଛନ୍ତି, ତାଙ୍କ ପାଦରେ ମୋର କୋଟିଏ ଶରଣ। ତେଣୁ ହେ ଜଗନ୍ନାଥ, ଆଉ ମୋର ଗୋଟେ ସରକାର ଆସିଛନ୍ତି ଯାହାହେଲେ ମୋହନ ମାଝୀ, ସେ ବି ବହୁତ ଭଦ୍ର ଲୋକ, ଆଦିବାସୀ ହେଲେ ବି ଭଦ୍ର ଲୋକ। ମୋ ମା ଯୋଉ ରାଷ୍ଟ୍ରପତି ହେଇଛନ୍ତି ସିଏ ବି ଜାଣିଥିବେ ମୋତେ, ସିଏ ବି ଆଦିବାସୀ। ତେଣୁ ଦିଲ୍ଲୀ ସିଂହାସନରେ ପ୍ରଭୁ ବଳଦେବ ରଜା ହେବେ। ବଳଦେବ ରଜା ହେଇଛନ୍ତି ମାନେ କିଏ? ମୋଦି ସରକାର ହେଇଛନ୍ତି। ମୁଁ କହିଥିଲି ଓଡ଼ିଶା ଶାସନ ହବ, ଯେ ମୋଦି ସରକାର ସବୁଆଡ଼େ ଶାସନ କରିବେ, ଆଉ ଅନ୍ୟ ସରକାର କେହି ରହିବେ ନାହିଁ, ନାହିଁ ନାହିଁ ବୋଲି। ବାବା ବାବା ଏ କଥା କଣ ଆପଣ କହିଥିଲେ? ଆଉ ମୁଁ କହିଥିଲି ଦାଢ଼ିଆ ବାବାଜୀ ମୋଦି ସରକାର ହବ, ଦାଢ଼ି ରଖିବ କହିଥିଲି। ବାବା ଆପଣ ଆପଣ ଏସବୁ କଥା ଜାଣୁଛନ୍ତି କେମିତି? ମୋତେ ଶୂନ୍ୟରୁ ବାଣୀ ହେଉଛି, ମୁଁ ଜାଣୁଛି, ମୋତେ ଅଚ୍ୟୁତ କହୁଛନ୍ତି ଶୂନ୍ୟ ପୋଥି। ବାବା ଆପଣ ତ ବହି ଫହି ପଢନ୍ତିନି। ମୁଁ ତ ପାଠ ମୂଳରୁ ପଢ଼ିନି, ବହି ପଢ଼ିବି କ'ଣ? ମୁଁ ତ ମୂର୍ଖଟା। ମୋ ବୋପା ପାଗଳ ଥିଲା, ମୋତେ ଗରିବ ଆମେ ଥିଲୁ, ତେଣୁ ଆମେ ଖାଇବାକୁ ପାଉନଥିଲୁ। ସିଲଟ ଭଙ୍ଗା ତୁଟା ଯିଏ ପକେଇ ଦିଏ, ଯାହାର ଯେମିତି ପଇସା ଥିବ, ସେଇଥିରେ ଅ ଆ ଲେଖେ। ମୁଁ ଏମିତି ଦ୍ୱିତୀୟ ତୃତୀୟ ଯାଏଁ ବସିଲି। ଚତୁର୍ଥ ବେଳକୁ ଯେତେବେଳେ ଗଲି, ସେମାନେ କହିଲେ ତୋ ବାପାକୁ ଡାକେ, ନାଁ ଲେଖା ହବ, ବେଞ୍ଚରେ ବସିବାକୁ ପଡ଼ିବ, ନାହିଁ ତ ସେମିତି ହବ ନାହିଁ। ତୁ ଯା ବସିଲୁ ବସିଲୁ ବସିଲୁ। ମୁଁ ସେଠୁ ବାପାଙ୍କୁ କହିଲି, ବାପା ମୋ ନାଁଟା ଏଠି ଲେଖୁନ, ମୁଁ ଟିକେ ପାଠ ପଢ଼ି। ବାପା କହିଲେ ମୋ କତିରେ ପଇସା ନାହିଁ, ତୁ ନ ପଢ଼। ବାବା ଆପଣ କହୁଛନ୍ତି ଶୂନ୍ୟବାଣୀ ହଉଛି। ଶୂନ୍ୟବାଣୀ ଅନେକ ସିଦ୍ଧି ସାଧନା କଲା ପରେ ଶୂନ୍ୟବାଣୀ ହଉନି, ଅନେକ ଆମେ ଯାହା ଦେଖୁଛୁ। କିନ୍ତୁ ଆପଣ କହୁଛନ୍ତି ଆପଣ ଶୂନ୍ୟବାଣୀ ହଉଛି କଣ? ଆପଣ ଏମିତି କଣ ସିଦ୍ଧି ସାଧନା କରିଛନ୍ତି, ନା ଆପଣଙ୍କୁ କଣ ଏମିତି ଅଲୌକିକ କିଛି ପ୍ରାପ୍ତ ହୋଇଛି? ଅଲକ୍ଷିତ ପ୍ରାପ୍ତ ମୋତେ ଅଚ୍ୟୁତ ଦେଇଛନ୍ତି, ଆଉ କେହି ଦେଇନାହାନ୍ତି। ଅଚ୍ୟୁତ ପରମବ୍ରହ୍ମ ମୋ ଗୁରୁ, ସିଏ ମୋତେ ଦେଇଛନ୍ତି। ସିଏ ବି ଲେଖିଛନ୍ତି ଭକ୍ତ ମଧ୍ୟେ ସାର, ମଧୁସୂଦନ ନାମ ତାର, ବେଣୁଧର ନିରାକାର, ଅଢଙ୍ଗରେ ଜନ୍ମ ହେବେ, ଲୋକମାନେ କେହି ଚିହ୍ନିବେ ନାହିଁ। ଦେବଗଣକୁ ଅଗଚର ହବ, ଅଣଖିଆ ବାଲିଆ ରାତ୍ର ପ୍ରାୟ ଭ୍ରମୁଥିବେ ଲୋକମାନଙ୍କୁ। ବାବା ଏଇ କଥା ତ ଆପଣ ସବୁବେଳେ କହୁଛନ୍ତି, କିନ୍ତୁ ଆପଣ କହୁଛନ୍ତି ଆପଣଙ୍କୁ ଏମିତି କିଛି ଲୀଳା ପ୍ରାପ୍ତ ହୋଇଛି ବା ଅଲୌକିକ ଶକ୍ତି ଆପଣଙ୍କୁ ମୁଁ କିଛି। କିଛି ଜାଣିପାରୁନାହିଁ, ମୁଁ କିଛି ଜାଣିପାରୁନାହିଁ। ଆପଣ ଭାବୁଥିବେ ମୁଁ ଜାଣିଛି କି ମୋ ଭିତରେ ଟଙ୍କାର ଲୋଭ ନାହିଁ, କି ସୁନା, କି ଘର ସଂସାର, ସ୍ତ୍ରୀ, ଛୁଆ ପିଲା। ମୋତେ ଭଗବାନଙ୍କ କାମ ଗୁରା ଭଲ ଲାଗେ। ଭଗବାନ ମୋତେ ଯେତେ ପଠେଇଛି, ହେ ବେଣୁଧର ତମେ ଯାଇ ଟିକେ ନୀଳାଖେଳା କର। ତେଣୁ ମୁଁ ଯଦି ଭଗବାନଙ୍କର ଲୋକ ହେଇକି ଯେ ତାଙ୍କ ନାଁ ନ କଲି ପଚାର, ତମେ ମୁଁ ଜନ୍ମ ହେଇକି ଲାଭ କ'ଣ ହେଲା? ତେଣୁ ମୁଁ ଖାଏ ନାହିଁ, ପିଏ ନାହିଁ, ମୋର କୋଉଥିରେ କିଛି ନାହିଁ। ମୁଁ ଅନ୍ନଦାନ ନାହିଁ ହେ ପ୍ରଭୁ, ମୋତେ ତୁଳସୀ ଜଳ ଟିକେ ପିଇଦେଲେ ମୋ ପେଟ ପୁରିଯାଏ। ଲେକିନ୍ ମୁଁ ଆନନ୍ଦ ସଦାବେଳେ ଅଛି, 20 ବର୍ଷ ହେଲାଣି। ପ୍ରଭୁ ମୋତେ ବହୁତ ଆନନ୍ଦରେ ରଖିଛନ୍ତି, ଅଚ୍ୟୁତାନନ୍ଦ ସୁନ୍ଦରାନନ୍ଦ। ମୋତେ ନେମାଳ ପଦ୍ମବନରୁ ଚାହିଁଛନ୍ତି, ହେ ବେଣୁଧର ତତେ ନେଇ ମୁଁ ବୈକୁଣ୍ଠପୁର ବସେଇବି, ମୋର ଆଶା ଅଛି। ତେଣୁ ବାବା ଆପଣଙ୍କୁ ଏମିତି ଶୂନ୍ୟବାଣୀ ହଉଛି ନା କିଛି ଏମିତି ଶକ୍ତି ପ୍ରାପ୍ତ ହୋଇଛି? ମୁଁ ଆଜ୍ଞା କିଛି ସାଧନା ସୁଦିନି କରିନାହିଁ, କି ତନ୍ତ୍ର ମନ୍ତ୍ର ଶିଖେ ନାହିଁ। ମୋତେ ପ୍ରଭୁ ଯାହା କହନ୍ତି ମୋ ଅନ୍ତର ଭିତରେ ଅନ୍ତର୍ଯାମୀ, ମୁଁ ସେଇଆ କହେ। ମୁଁ ବି ଭକ୍ତମାନେ ପଚାର କରେ, ବହୁତ ବଡ଼ ବଡ଼ ବାବାଜୀ, ମୁଁ ତାଙ୍କ ଆଗରେ ବି କୁହେ। ମୁଁ କହିଲି ତନ୍ତ୍ର ମନ୍ତ୍ର ଯନ୍ତ୍ର କିଛି ଚଳିବ ନାହିଁ, ପ୍ରଭୁ ମୋର ଯଦି ଥିବେ। ମୋ ପ୍ରଭୁଠାରୁ ତୁ ବେଶୀ ତନ୍ତ୍ର ବାଲା ନୁହଁ। କୋଟି କୋଟି ଗ୍ରନ୍ଥ ଲେଖିଲେ, କୋଟି କୋଟି ତନ୍ତ୍ର ଲେଖିଲେ ଶ୍ରୀ ଅଚ୍ୟୁତ, ମୁଁ ତାଙ୍କ ଗୁରୁ। ଗୁରୁ ନୁହଁ, ସିଏ ମୋ ଗୁରୁ, ମୁଁ ତାଙ୍କ ଶିଷ୍ୟ। ତେଣୁ ସିଏ ଲେଖିଛନ୍ତି ତୁ ପାଗଳ ଡାକିରେ, ବାଇଆ ଡାକିରେ, ସିଏ ମୋତେ ସଦାରେ ଡାକିଛନ୍ତି ପାଗଳ ବାଇଆ ମୋ ଭକ୍ତ। ବାବା ଆପଣ ଏମିତି ବୁଲି ବୁଲିକି ସମସ୍ତଙ୍କୁ ସତର୍କ ଏବଂ ସାବଧାନ କରିବାର କାରଣ କଣ? ମୋ ପ୍ରଭୁଙ୍କର ମୁଁ ପ୍ରଚାର କରୁଛି। ଯଦି ଗୁରୁଙ୍କର ପ୍ରଚାର ନ କଲୁ ଶିଷ୍ୟ ହେଇକି ଲାଭ କ'ଣ ଅଛି? ତେଣୁ ଗୁରୁଙ୍କର ଯଦି କୃପାକୁ ମୁଁ ବହିଛି, ଗୁରୁଙ୍କର ଦୀକ୍ଷାକୁ ନେଇଛି, ଗୁରୁଙ୍କର କର୍ମରେ ମୋ ଜୀବନ ଚାଲିଯାଉ, ମୁଁ ଗୁରୁଙ୍କ କର୍ମରେ ନେଇକି ଠିକ୍ ଥୋଇବି। ମୁଁ ଯିଏ ଲୋଭ, ମୋହ, ମାୟା, ଟଙ୍କା ପଇସା, ହୀରା ମୋତି, ମାଣିକ, କୋଠା ବାଡ଼ି ଗାଡ଼ି ଯାହା ଦେଲେ ମୁଁ ଶୁଣିବି ନାହିଁ। ଯେହେତୁ ମୋ ପ୍ରଭୁ କହିଛି, ହେ ବେଣୁଧର ମାୟାରେ ପଡ଼ିବୁ ନାହିଁ ରେ, ଦୁଃଖ କଷ୍ଟ କରି କୁଟୁମ୍ବ ପାଳୁଥବୁ, ସଂସାର ଭିତରେ ଥବୁ, ଯିଏ ଯେତେ ଦଣ୍ଡ ଦଅନ୍ତୁ ଦୁଃଖ ନାହିଁ। ମୁଁ ବା ତୋ ପାଖରେ ଅଛି, ତୋ ଅନ୍ତରରେ ଅଛି, ତୋ ଅନ୍ତରରେ ନୀଳା କରୁଛି। ତୁ ବା ଚକାଡୋଳା, ତୁ ବା ବେଣୁ ପାଗଳା, ତୁ କଳ୍କି ଜଗା। ତେଣୁ ତୋ ଘର ବା ମୁଁ ଗଢ଼ିକି ରଖିଛି ଆଗରୁ ଛତିଆ ବଟରେ। ତୁ ହାଡ଼ିଆ କମାର, କାହିଁକି ଡରୁଛୁ ବେ? ତୋ ଘର ମୁଁ କୋଟି କୋଟି ଟଙ୍କାର କରିଛି, ତୁ ଛୋଟିଆ ନୁହଁ। ତେଣୁ ବାବା ଆପଣ ହାଡିଆ କମାର। ହଁ ମୁଁ ହାଡ଼ିଆ କମାର, କ'ଣ ହେଲା?
ହାଡ଼ିଆ କମାର କୋଉଠି ଜନ୍ମ ହେଇଛି? ମୁଁ, ମୋ ପୁଅ ନା ହାଡ଼ିଆ, ମୁଁ କମାର। ମୋ ଝିଅ ନା ସୁଭଦ୍ରା। ସୁଭଦ୍ରା ଆପଣ ଜାଣିଥିବେ ଅଢଙ୍ଗ ନୀଳକଣ୍ଠଙ୍କ ଦିଆହେଲେ। ମୁଁ ଗଳାଗଳ ବିଶ୍ୱ ନୀଳକଣ୍ଠ, ହାଡ଼ିଆ କମାର। ବାବା ଆପଣ ତ ଯାହା ମୁଣ୍ଡରେ ପଡୁଛି ତାହା କହୁଛନ୍ତି ନା, ଆମ ଦର୍ଶକ ବନ୍ଧୁ ଅନେକ ଆପଣଙ୍କୁ ତ ଏମିତିରେ ପାଗଳ କହୁଛନ୍ତି। ଆଉ ଏଇ ଯୋଉ କଥା ଗୁଡାକ ଆପଣ କହୁଛନ୍ତି କଣ ଆପଣ କିଛି ମାନେ କଣ ପାଇଁ କି ଏମିତି କହୁଛନ୍ତି? ଆପଣ ଜାଣିଥିବେ କଟକରେ ବିଶ୍ୱଗୁରୁ ବାଇଆ ପାଗଳ ଅଛନ୍ତି। ମୁଁ ପାଗଳ, ବାଇଆ ମିଳିନାହିଁ। ମୁଁ ବାଇଆ କରୁଛି। ପାଗଳ ବାଇଆ ବିଶ୍ୱଗୁରୁ, କଟକ ଗୁରୁ ଆଶ୍ରମ। ବାବା ଆପଣ ଏଇ ଯୋଉ କଥାଟା କହୁଛନ୍ତି ସବୁ ଘରେ ଘରେ ବୁଲି ବୁଲିକି ଆପଣ ଏଇ ବର୍ଷ କାହିଁକି ସରୁଛି। ମୋର କୋଉଠି ବଦନାମୀ ଅଛି କି? ନା ବାବା ବାବା ଆପଣ ତ ବଦନାମ ନାହିଁ, କିନ୍ତୁ ଅନେକ ଆପଣଙ୍କୁ ପାଗଳ ଫାଗଳ ସବୁ କୁହନ୍ତି। କୁହନ୍ତୁ। କିନ୍ତୁ ପ୍ରଭୁ ପାଗଳ ଯେତେବେଳେ ଲେଖିଛି, ଆପଣ କହିଲେ ମୋର ଦୁଃଖ ନାହିଁ। ପ୍ରଭୁ ଯେତେବେଳେ ମତେ ଆପଣଙ୍କ ମାଧ୍ୟମରେ ମାରୁଛି, ମୋ ଦୁଃଖ ନାହିଁ। ପ୍ରଭୁ ଯେତେବେଳେ ମୋର ଜିନିଷ ଛଡେଇକି ନଉଛି, ମୋ ଦୁଃଖ ନାହିଁ। ପ୍ରଭୁ ବିନା ମୁଁ ବଞ୍ଚେ ନାହିଁ। ଯେ ମୋର ସର୍ବସ୍ୱ ଚାଲିଗଲେ ମୋ ଦୁଃଖ ନାହିଁ। ପ୍ରଭୁ ଯଦି ମତେ ମାରିଦେଲେ ବି ଦୁଃଖ ନାହିଁ। କାହିଁକି? ତା ଇଚ୍ଛା, ଏ ଶରୀର ତାର। ବାବା ଆପଣ ବୁଲି ବୁଲିକି ପ୍ରଚାର କରୁଛନ୍ତି 2025 ସରୁଛି 2026 ଆସୁଛି, ହୋଇଯାଆନ୍ତୁ ସାବଧାନ। ଏଇ କଥାଟି କହିବାର କଣ କାରଣ? ଆପଣଙ୍କର ଛତିଆରେ ଦେଖିବେ କୋଉ କୋଉ ପତାକା ଉଡୁଛି? 26 ଜାନୁଆରୀ ପତାକା। ପ୍ରଭୁ ଆସିକି ଶାସନ କରିବେ। କାହାକୁ କରିବେ? ଭକ୍ତମାନଙ୍କୁ। ଜଗନ୍ନାଥ ବଳଦେବ ଦିଲ୍ଲୀ ସିଂହାସନରେ ରଜା ହେବେ, ପ୍ରଜାଙ୍କୁ ପାରିବେ। ତେଣୁ ଭକ୍ତଙ୍କୁ ପାଳିବେ କିଏ? ଭକ୍ତଙ୍କୁ ବା ଜଗନ୍ନାଥ ପାଳିବେ। ଛତିଆରେ ଲେଖା ହେଇଛି। ହାଡ଼ିଆ କମାର ଲେଖିକି ଯାଇଛନ୍ତି। ହାଡ଼ିଆ କମାର ସେଠି ବ୍ରିଟିଶ ଆଇନ, ତା ଭିତରୁ କିଛି ଭୁଲ ହବ ନାହିଁ। ଆପଣ ପାନ ଖାଇକି ଯାଇପାରିବେନି, ଗୁଟକା ନେଇପାରିବେନି, କିଛି ନେଇପାରିବେନି। ସେଠି ପରୀକ୍ଷା ହେବେ, ଆଗ କାଢିବେ, ତାପରେ ଯିବେ। ବାବା ଆପଣ ଟିକେ ସଂକ୍ଷେପରେ ଖାଲି କୁହନ୍ତୁ 2026 କୁ କଣ ଏମିତି ସମୟ ଏମିତି ଆସୁଛି? 2026 ଠାରୁ ନୀଳା ଆରମ୍ଭ ହବ, କଳ୍କି ନୀଳା। ତେଣୁ ପାପୀମାନେ ବିନାଶ ହେବେ, ସାଧୁ ସନ୍ଥ ପରୀକ୍ଷା ହେବେ, ନାରୀମାନେ ପରୀକ୍ଷା ହେବେ, ଘର ଦୁଆର ସମସ୍ତିଙ୍କର ଭାଙ୍ଗିଯିବ, ସ୍ୱାମୀ ଅବାଟରେ ଯିବେ, ନାରୀ ଅବାଟରେ ଯିବେ, ପିଲାମାନେ ଅବାଟରେ ଯିବେ। ଏ ଘର ସଂସାର, ଘର ଘର କଳି ପଶିବ, ହେବେଣୁ ଧର କଳ୍କି ନାରାୟଣ ଜଗା। ସାରା ବ୍ରହ୍ମାଣ୍ଡ ଭାଙ୍ଗିବେ, ମୋ ବେଣୁ ଧର ଭିକ ମଗା। ତାଙ୍କ ପାଦେ କୋଟି ଶରଣ, ଏ ଅଚ୍ୟୁତ ପରମ ବ୍ରହ୍ମ, ହେ ନାରାୟଣ। ଏ ଦେଶ ଜୀବରେ ଭାସିରେ ଅଚ୍ୟୁତ, ଏ ଓଡ଼ିଶା ପୂର୍ବ ଦିଗ ଜଳେ ଯିବ ଭାସି। ଖଣ୍ଡ ପ୍ରଳୟ ହେବରେ, ହେ ବାବୁ ଧନ ଆଗରୁ ହୁସିଆର ହୁଅ। ବାବା ଆପଣ ଏଇ ସବୁ କଥା କହୁଛନ୍ତି କେବଳ ଆପଣ କହୁଛନ୍ତି ଆପଣଙ୍କୁ ଶୂନ୍ୟବାଣୀ ହେଇଛି, ଆପଣ କେଉଁ ଶାସ୍ତ୍ର ପୁରାଣ ଏବଂ ମାଳିକାରୁ କହୁନାହାନ୍ତି। ଧୂଳି ଘର ଖେଳ। ବାବା ଟିକେ ହଁ କି ନାଇଁ କୁହନ୍ତୁ। ମୁଁ ଜାଣିନି, ଯାହା ବାଣୀ ଆଉଛି ସାଧୁ ସନ୍ଥ ପରୀକ୍ଷା କରନ୍ତୁ। ମୁଁ ଜାଣିନି। ଶୂନ୍ୟ ପୋଥି, ଶୂନ୍ୟରୁ ଆଉଛି, ମୁଁ ଗାଉଛି। ଶୂନ୍ୟ ପୋଥିରୁ ଗାଇ ଇବୁରେ, କଣ୍ଠେ ସରସ୍ୱତୀ ଘର ଯାର। ଅଧେ ପାର୍ବତୀ ଅଧା ମହା ଦେବରେ, ବେଣୁ ଭକ୍ତ ତୋ ନାମ ହେବ ପ୍ରଚାର। ଏକା ଯେ ନାଚିବୁ ନୀଳା ଖେଳାରେ, ହେ ବେଣୁ ପା ଗଳାରେ, ତୁ ପରାମ ଗଳାରେ, ତୁ ପରା ସାରୋଳାରେ, ତୁ କଳ୍କି କାଳି କଳାଳି। ତୁ ଉଗ୍ର ତାରାରେ, ତୁ ଉଗ୍ର ତରାରେ, ତୁ ବିରଜା ଭୈରବୀରେ, ତୁ ଭଗବତୀ ଜଗନ୍ନାଥରେ, ତୁ ଅଚ୍ୟୁତ ମୋ ଖଣ୍ଡିଆ କାନ୍ଥରେ ବେଣୁଧର। ତୁ ମହାଦେବ ନୀଳକଣ୍ଠରେ, ତୁ ଭୂତନାଥରେ, ତୁ ପ୍ରେତନାଥରେ, ତୁ କାଦମ୍ବରୀ ନଦୀରେ, ଆହାରେ ତୋ ପାଦେ କୋଟିଏ ଶରଣରେ, କିପରି ବଞ୍ଚିବି କୁହ ବେଣୁଧରରେ। ସତସଙ୍ଗ ଯେ ନଥିଲେ
ଅଳ୍ପ ଆୟସ ମରିବୁ ବେଣୁଧର ତୁ କିସ କରିବୁ ପୁଣ୍ୟ ବଳ ନଥିଲେ ରେ ଆପେ ମରିବୁ ତୁ ହି ଭଲରେ। ବାବା ବାବା ଆପଣ ସମୟ ହେଇଯାଉଛି। ବାବା ଆମ ଦର୍ଶକ ବନ୍ଧୁ ମାନଙ୍କୁ କଣ କହିବେ? ଦର୍ଶକ ବନ୍ଧୁ ମତେ ଜାଣିଛନ୍ତି ମୁଁ ବେଣୁ ବାବା ବୋଲି, ମତେ ତ ପାଆନ୍ତି ନାହିଁ, ବହୁତ କୋଟି କୋଟି ଭକ୍ତ ମତେ ଖୋଜନ୍ତି। ତେଣୁ ମୋ ଭକ୍ତ ମାନେ ବହୁତ ବଢିଆ, ମୁଁ ପାଗଳାଟା। ତେଣୁ ମୋ ଭକ୍ତ ମାନେ ମତେ ବହୁତ ପ୍ରଶଂସା କରନ୍ତି ଏବଂ ମୋ ମା ମାନେ କରନ୍ତି। କୁନି ଭାଇ ଭଉଣୀ ମାନେ ଯୋଉ ପାଠ ସାଠ ପଢନ୍ତି ସେ ବି ମତେ ବହୁତ ବଢିଆ ପାଆନ୍ତି। ମୋର କେହି ଖରାପ ନୁହଁ, ମୁଁ ଖରାପ ଆଜ୍ଞା, ମୁଁ କାହିଁ ଖରାପ, ମୁଁ ଭଲ କହିବି ନା, ମୋ ଭକ୍ତ ଭଲ ହୁଅନ୍ତୁ। ମୁଁ ଯଦି ଅଳିଆ କଚଡା ହେଲି ଦୁଃଖ ନାହିଁ, ଅଳିଆ କଚଡା ମୋ ଭକ୍ତ ପଡିଗଲେ ମୁଁ ବହୁତ କାନ୍ଦିବି। ହେ ଠାକୁରେ ଜଗନ୍ନାଥ ମତେ ମାରନ୍ତୁ, ମତେ ଅଳିଆ ପକାନ୍ତୁ, ମତେ ଗୋଇଠା ମାରନ୍ତୁ, ମତେ ନର୍କରେ ପକାନ୍ତୁ, ନର୍କ କୁଣ୍ଡରେ ପକାନ୍ତୁ, ଦୁଃଖ ନାହିଁ। ଆପଣ ଖାଲି ମତେ ଟିକେ କୃପା କରନ୍ତୁ, ମୁଁ ସାରା ବ୍ରହ୍ମାଣ୍ଡକୁ ପ୍ରଚାର କରିକି ଦେଖେଇଦେବି ଏ ଗରିବ ଛୁଆ ଭିକ ମଗା ବେଣୁଧର ହରି ବୋଲ ଜୟ ଜଗନ୍ନାଥ କଳକିରାମ। ବାବା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ବାବା ଆପଣ ଯାହା ସବୁ କହିଲେ ଆପଣ କେବଳ ଶୂନ୍ୟବାଣୀ? ଶୂନ୍ୟ ବାଣୀ ବିନା ମୋର କିଛି ନାହିଁ। ହେ ଭକ୍ତଗଣ ମୁଁ କିଛି ଜାଣିନାହିଁ, ଅଚ୍ୟୁତ କୋଟି କୋଟି ଗ୍ରନ୍ଥ ଲେଖିଛନ୍ତି। ଆପଣ ମାନେ ବି ଘରେ ନେଇକି ମାଳିକା ପଢୁଥିବେ, ବହୁତ ସାଧୁ ମାନେ ପ୍ରବଚନ ଦଉଛନ୍ତି, ବହୁତ କଥା କହୁଛନ୍ତି, ଆପଣ ମାନେ ବି ଶୁଣୁଥିବେ ଟିଭି ମୋବାଇଲରେ। ତେଣୁ ମୋର କିଛି ନାହିଁ, ମୋ ମୋବାଇଲ ନେଇଯାଉଛନ୍ତି, ମୋ ଟଙ୍କା ନେଇଯାଉଛନ୍ତି, ମୋର ସବୁ ଲୁଗା ନେଇଯାଉଛନ୍ତି, ମୋ ଗାମୁଛା ନେଇଯାଉଛନ୍ତି, ମୋ ଝୁଲା ନେଇଯାଉଛନ୍ତି। ବାବା ଆପଣଙ୍କର କାହିଁ ନେଇଯାଉଛନ୍ତି? ମୁଁ କେମିତି ଜାଣିବି? ମୁଁ ତ ପାଗଳ ବାଇଆ, ମୁଁ ଭକ୍ତବତ୍ସଳ ହରି, ମୁଁ ଅଧା ପୁରୁଷ ଅଧା ନାରୀ, ମୁଁ ତ ଭୋଳାନାଥ ଶଙ୍କର। ମୁଁ ଜାଣିପାରୁନାହିଁ କାହିଁ ନଉଛନ୍ତି। ମୋର କାଲି ଓଡନ ସଟିରେ 900 ଟଙ୍କା ହେଇଥିଲା। ଏ ଯୋଉ ମଦୁଆ ପିଲା ମତେ ଖାଲି ଲକ୍ଷ୍ୟ କଲେ, ପୁଳାଏ ପଇସା ରୋଜଗାର କରିଛି, ମୁଁ ସେଇ ବାଟେ ଯାଉଥିଲି। ତେଣୁ ହାଟ ଭିତରେ ମୋ ଝୁଲା ଖାଲି, ମୋର ସବୁ ଟଙ୍କା ପଇସା, ମୋର ତିଳକ, ମୋ ଅଇନା, ମୋର ଯାହା ଥିଲା ସବୁ ନେଇଗଲେ, ମୋ ସାଇକେଲ ବି ନେଇଗଲେ। ମୁଁ କାନ୍ଦୁଛି, ମୁଁ କାହାକୁ କିଛି କହୁନି। ହେ ଠାକୁରେ ତମେ ମତେ ଦେଇଥିଲ ସେ ବାଟେ, ଏ ବାଟେ ନେଇଗଲ, ଭଲ କଲ, ମୋ ଦୁଃଖ ନାହିଁ। ମୁଁ ଆଉ ଥରେ ନୂଆ ସୃଷ୍ଟି କରିବି 26ରୁ। ଜୟ ଜଗନ୍ନାଥ କଳକିରାମ ଛତିଆ ବଟ ହରିବୋଲ। ଜୟ ଜଗନ୍ନାଥ। ଦର୍ଶକ ବନ୍ଧୁ ଆଜିର ଅଧ୍ୟାୟକୁ ଏଇଠି ଆମେ ବିରାମ ଦଉଛୁ। ଆଉ ଏକ ନୂତନ ଅଧ୍ୟାୟରେ ଆପଣଙ୍କ ସହିତ ସାକ୍ଷାତ ବର୍ଷ ପର୍ଯ୍ୟନ୍ତ ରହୁଛୁ। ଜୟ ଶ୍ରୀ ଜଗନ୍ନାଥ, ଜୟ ପଞ୍ଚସଖା।